ॐ भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। ଆଜିର ପବିତ୍ର ଦିନରେ 1981 ମସିହା ଡିସେମ୍ବର ମାସ 27 ତାରିଖରେ ପରମ ପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଯିଏକି ଗାୟତ୍ରୀ ପରିବାର ପ୍ରତିଷ୍ଠାତା ସିଏ କଟପାଡ଼ ମାଟିରେ ପଦାର୍ପଣ କରିଥିଲେ। ତାଙ୍କର ସ୍ମୃତିକୁ ଆମେ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରତିବର୍ଷ ଡିସେମ୍ବର ମାସ 27 ତାରିଖରେ ଆମେ ବାର୍ଷିକ ଉତ୍ସବ ପାଳନ କରି ଆସୁଛୁ। ଗାୟତ୍ରୀ ପରିବାରର ଉଦ୍ଦେଶ୍ୟ ହେଲା ବିଚାର କ୍ରାନ୍ତି। ବିଚାର କ୍ରାନ୍ତିର ଅର୍ଥ ହେଉଛି ଗୋଟେ ବିଚାରରେ ଆମର ପରିବର୍ତ୍ତନ, ଆମର ମନରେ ଯେଉଁ ରୂଢ଼ିବାଦୀ କୁସଂସ୍କାର ସବୁ ଅଛି ସେସବୁକୁ ଧୋଇକିରି ଆମେ ଆଧୁନିକ ବାତାବରଣରେ ତାକୁ ସ୍ୱଚ୍ଛ ସୁନ୍ଦର କରି ବର୍ତ୍ତମାନ ଗୋଟେ ସୁସ୍ଥ ଶରୀର ସଭ୍ୟ ସମାଜ ଗଠନ ପାଇଁ ବୋଲିକିରି ଆମର ଗାୟତ୍ରୀ ପରିବାର କାମ କରୁଛି। ପରମ ପୂଜ୍ୟ ଗୁରୁଦେବ ଯେଉଁ ମାର୍ଗଦର୍ଶନ କରିଛନ୍ତି সেই ମାର୍ଗଦର୍ଶନରେ ଗାୟତ୍ରୀ ପରିବାର ଚାଲି ଆସୁଛି। ଏଠି ଆମର ଗାୟତ୍ରୀ ପରିବାରରେ ସାପ୍ତାହିକ ରବିବାର ଦିନ ପ୍ରତ୍ୟେକ ରବିବାର ଯଜ୍ଞ ହେଉଛି। ତାକୁ ଛାଡ଼ିକରି ଶୁକ୍ଳ ଏକାଦଶୀରେ ବି ଯଜ୍ଞ ହେଉଛି। ଏସବୁ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଚାର କ୍ରାନ୍ତି। ଲୋକମାନଙ୍କ ମଧ୍ୟରେ ଭଲ ବିଚାର ଆସୁ, ଖରାପ ବିଚାର ଦୂରେଇ ଯାଉ। ଧନ୍ୟବାଦ। ଗାୟତ୍ରୀ ପରିବାରର ମୁଖ୍ୟ ସନ୍ଦେଶ ହେଉଛି ଏହା ଯେ ପ୍ରତ୍ୟେକ ମନୁଷ୍ୟଙ୍କ ଭିତରେ ଦେବତ୍ୱର ଜାଗରଣ ହେଉ, ଯାହାଦ୍ୱାରା କି ସମସ୍ତଙ୍କ ଭିତରେ ଦେବତୁଲ୍ୟ ସବୁ ପ୍ରକୃତି ପ୍ରବୃତ୍ତି ବୃଦ୍ଧି ପାଇବ ଏବଂ ସେମାନଙ୍କ ଭିତରେ ସଦ୍ବୁଦ୍ଧି ବୃଦ୍ଧି ପାଇବ ଏବଂ ତାଦ୍ୱାରା ଆମର ଏ ଧରିତ୍ରୀ ସ୍ୱର୍ଗରେ ପରିଣତ ହୋଇପାରିବ। ସେଇଥିପାଇଁ ଦରକାର ଆମ ଭିତରେ ଥିବା ଯେଉଁ ମୂଢ଼ ମାନ୍ୟତା, କିଛି ଅନ୍ଧବିଶ୍ୱାସ, କିଛି ରୂଢ଼ିବାତ ଯେଉଁ ରହିଛି ଦୀର୍ଘ ଦିନରୁ ତାକୁ ଦୂର କରି ଆମେ ନୂତନ ବିଚାରରେ ତାକୁ ଧାରଣ କରିବା, ଯାହାଦ୍ୱାରା କି ଆମର ସମସ୍ତଙ୍କର ଗୋଟେ ପରିବର୍ତ୍ତନ ଆସିବ। ଆଉ ବିଶେଷ କରି ବ୍ୟକ୍ତି ବିଶେଷର ପରିବର୍ତ୍ତନରେ ହିଁ ଏ ଯୁଗ ନିର୍ମାଣ ହୋଇପାରିବ। ପ୍ରଥମେ ବ୍ୟକ୍ତି ନିର୍ମାଣ କରିବା ଦରକାର। ବ୍ୟକ୍ତି ନିର୍ମାଣ ପାଇଁ ପ୍ରଥମେ ବ୍ୟକ୍ତିର ସୁଧାର ଦରକାର, ତାପରେ ପରିବାର ନିର୍ମାଣ, ତାପରେ ଯୁଗ ନିର୍ମାଣ। ଏଭଳି ପର୍ଯ୍ୟାୟକ୍ରମେ ଗୋଟିଏ ଗୋଟିଏ ପାହାଚରେ ଆମେ ଚଢ଼ିଲେ ତାପରେ ଯୁଗ ନିର୍ମାଣ ଅବଶ୍ୟ ହେବ। ସେଇଥିପାଇଁ କୁହାଯାଇଛି, ଗୁରୁଦେବ କହିଛନ୍ତି ଯେ ଆମେ ବଦଳିଲେ ଯୁଗ ବଦଳିବ, ଆମେ ସୁଧାରିଲେ ଯୁଗ ସୁଧରିବ, এই ସନ୍ଦେଶ ଦେଇଛନ୍ତି। ଆଉ ସେଇଥିପାଇଁ ଆମେ এই ପରିବାର ତରଫରୁ ଘରେ ଘରେ ଯାଇ ବିଭିନ୍ନ ପ୍ରକାର ଆମର ଯେଉଁ ଷୋଡ଼ଶ ସଂସ୍କାର ରହିଛି ତାର ପ୍ରଚଳନ କରୁଛୁ, ଲୋକଙ୍କୁ ସେ ବିଷୟରେ ବୁଝାଉଛୁ, ଯାହାଦ୍ୱାରା କି ଲୋକ ଜାଣିନଥିଲେ ଯେ ଏ ସଂସ୍କାର କାର୍ଯ୍ୟକ୍ରମ କ'ଣ, ସଂସ୍କାର କାହାକୁ କୁହାଯାଏ, ସଂସ୍କାର କରିବା ଦ୍ୱାରା ଜୀବନରେ କ'ଣ ପରିବର୍ତ୍ତନ ଆସିଥାଏ, ଏ ପ୍ରତ୍ୟେକ ବିଷୟରେ ପୁଙ୍ଖାନୁପୁଙ୍ଖ କହିବା ସହିତ ତା ସହିତ ଆମେ କ'ଣ କରୁଛୁ ନା ସମସ୍ତଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବା ପାଇଁ କୁହାଯାଉଛି, ଗାୟତ୍ରୀ ଆରାଧନା ଉପାସନା କରିବା ପାଇଁ କୁହାଯାଉଛି, ଯେ ସମସ୍ତଙ୍କ ଭିତରେ ଯେମିତି ସଦ୍ବୁଦ୍ଧିର ବୃଦ୍ଧି ପାଉ ଆଉ ସଦ୍ବିଚାର ଯେମିତି ବୃଦ୍ଧି ପାଉ, এই ଉଦ୍ଦେଶ୍ୟରେ କୁହାଯାଇଛି। ଏଇଟା ହିଁ ଆଜିର ମୁଖ୍ୟ ସନ୍ଦେଶ।